पुण्य कले स्वर्ग मिले तेबे स्वर्ग मु काहींकी जीवी स्वर्ग प्राप्ति कले केउ सुख मिले ओ स्वर्गरे थिबा भोग जदि चिरस्थायी नुहे तेबे से भोग प्राप्त करी लाभ कौन। स्वर्गर सुख रो दिने ना दिने परिसमाप्ति अच्छी एभली बहुत प्रश्न पचारिथिले महर्षि मुदगल देवदूतंकु। महर्षि मुदगल किए तांको पई स्वर्गरु विमान काहींकी आसिथिला एही कहानी माध्यम रे आमे जानिबा त्यागर ओ पराकाष्ठा। महर्षि मुदगलଙ୍କ ପାଇଁ ସ୍ୱର୍ଗର ବିମାନଟି ଆସିବାର କାରଣ ହେଲା ସେ ଦୁର୍ବାସାଙ୍କୁ ଏକ କଠିନ ବ୍ରତ ଦ୍ୱାରା ସନ୍ତୁଷ୍ଟ କରିଥିଲେ ଏବଂ ମହର୍ଷି ଦୁର୍ବାସାଙ୍କର ଆଶୀର୍ବାଦ ସ୍ୱରୂପ ତାଙ୍କ ପାଇଁ ସ୍ୱର୍ଗରୁ ରଥ ଆସିଥିଲା ଯାହାକି ସେ ପ୍ରତ୍ୟାଖ୍ୟାତ କରିଥିଲେ। ତେବେ କାହିଁକି ସେ ପ୍ରତ୍ୟାଖ୍ୟାତ କରିଥିଲେ ଆପଣମାନେ ମଧ୍ୟ ଏ କାହାଣୀଟି ଶୁଣି ସାରିଲା ପରେ ଜାଣିପାରିବେ ସେ କାହିଁକି ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ଆମ ସନାତନ ସଂସ୍କୃତିରେ ଜନ୍ନତ ଆଉ ହୁର ଠାରୁ ମଧ୍ୟ ବହୁତ ଉପରେ ଅଛି ପରମ ସତ୍ୟର ପ୍ରାପ୍ତ କରିବା। ପରମ ସତ୍ୟକୁ ପ୍ରାପ୍ତ କରିବାର ମାର୍ଗକୁ ଜ୍ଞାନର ପ୍ରକାଶ ଦ୍ୱାରା ପ୍ରଶସ୍ତ କରାଯାଇଛି। ଏହି କାହାଣୀରେ ମହର୍ଷି ମୁଦଗଲଙ୍କର ପାବନ ଚରିତ୍ର ମାଧ୍ୟମରେ ଆମେ ତ୍ୟାଗର ପରାକାଷ୍ଠା ବିଷୟରେ ଜାଣିବା। ଯଦି କାହାଣୀଟି ଭଲ ଲାଗେ ତେବେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ। ଏହି କାହାଣୀଟି ମହାଭାରତର ବନପର୍ବରୁ ଉଦ୍ଧୃତ। ମହାଭାରତର ବନପର୍ବ ହେଉଛି ସମ୍ପୂର୍ଣ୍ଣ ଜ୍ଞାନର ଭଣ୍ଡାର। ବନପର୍ବରେ ଉଲ୍ଲିଖିତ ଅଛି ଯେ ବନବାସ ଅବଧିର ପ୍ରାୟ 11 ବର୍ଷ ସମୟ ଅତିବାହିତ କଲା ପରେ କାମ୍ୟକ ବନରେ ଯେତେବେଳେ ମହାରାଜା ଯୁଧିଷ୍ଠିର ତାଙ୍କ ପଞ୍ଚୁ ପାଣ୍ଡବଙ୍କ ସହିତ ରହୁଥିଲେ ସେତେବେଳେ ତାଙ୍କ ମନ ଶୋକସନ୍ତପ୍ତ ହୋଇଯାଇଛି, ବିଷାଦଗ୍ରସ୍ତ ହୋଇଯାଇଛି ଏବଂ ସେ ଭାବୁଛନ୍ତି ଯେ ଆଜି ଯାହା ବି ଘଟୁଛି ଯେଉଁ ବନବାସ ପାଉଛନ୍ତି ତାର ଏକମାତ୍ର କାରଣ ହେଉଛନ୍ତି ମହାରାଜା ଯୁଧିଷ୍ଠିର। ତାଙ୍କ ମନରେ ଏପରି କୁଣ୍ଠା ଜାତ ହୋଇଛି। ଏପରି କୁଣ୍ଠା ସବୁବେଳେ ମନୁଷ୍ୟକୁ ତଳକୁ ଟାଣିଥାଏ। ଠିକ୍ ଏହି ସମୟରେ ସେ କାମ୍ୟକ ବନ ଦେଇ ମହର୍ଷି ବେଦବ୍ୟାସ ଯାଉଥାନ୍ତି। ମହର୍ଷି ବେଦବ୍ୟାସ ହେଉଛନ୍ତି ଉଭୟ ପାଣ୍ଡବ ଓ କୌରବମାନଙ୍କର ପିତାମହ। ତେଣୁ ତାଙ୍କୁ ଯେତେବେଳେ ଦେଖିଛନ୍ତି ମହାରାଜା ଯୁଧିଷ୍ଠିର ସସମ୍ମାନ ପୂର୍ବକ ଆସନ ପ୍ରଦାନ କରି ତାଙ୍କ ପଦସେବାରେ ଲାଗି ପଡ଼ିଛନ୍ତି ଏବଂ ଏହି ସମୟରେ ଯେହେତୁ ମହର୍ଷି ବେଦବ୍ୟାସ ହେଉଛନ୍ତି କୃଷ୍ଣ ଦ୍ୱୈପାୟନ ସକଳ ଜ୍ଞାନର ଭଣ୍ଡାର, ସେ ହେଉଛନ୍ତି ଅନ୍ତର୍ଦର୍ଶୀ, ସେ ହେଉଛନ୍ତି ଦିବ୍ୟଦ୍ରଷ୍ଟା। ସେ ଜାଣିପାରିଛନ୍ତି ଯେ ମହାରାଜ ଯୁଧିଷ୍ଠିରଙ୍କ ମନରେ କୌଣସି ସନ୍ଦେହ ଅଛି, ଶଙ୍କା ଅଛି, କୁଣ୍ଠା ଅଛି। ସେ କୁଣ୍ଠାକୁ ଜାଣିପାରି ମହାରାଜ ଯୁଧିଷ୍ଠିରଙ୍କୁ ଉପଦେଶ ପ୍ରଦାନ କରୁଛନ୍ତି। ସେ କହୁଛନ୍ତି ପୁତ୍ର ଯୁଧିଷ୍ଠିର ତୁମେ ଯେଉଁ କର୍ମ କରୁଛ ତାର ଫଳ ଆମେ ଏଇ ପୃଥିବୀରେ ହିଁ ପ୍ରାପ୍ତ ହୁଏ। ତୁମେ ଯେଉଁ କର୍ମ କରିଚାଲିଛ ତାର ଫଳ ଭଲ ବା ମନ୍ଦ ଆସିଥାଏ। ଏ ଭଲ ବା ମନ୍ଦ ଏ ଚିରସ୍ଥାୟୀ ନୁହେଁ। ଭଲ ସରିଲେ ମନ୍ଦ ଆସେ ଏବଂ ମନ୍ଦ ସରିଲେ ଭଲ ଆସେ। ମାତ୍ର ସେହି ସତ୍ୟ ଚିରନ୍ତନ ସତ୍ତାକୁ ଉପଲବ୍ଧି କରି ପରମ ଆନନ୍ଦ ପ୍ରାପ୍ତ କରିବା ହେଉଛି ମନୁଷ୍ୟ ଜୀବନର ପରମ ଉଦ୍ଦେଶ୍ୟ। ଏହି କୁରୁକ୍ଷେତ୍ରରେ ଜଣେ ମହର୍ଷି ଥିଲେ, ତାଙ୍କ ନାଁ ହେଲା ମୁଦଗଲ। ମୁଦଗଲ ମହର୍ଷି ଉଚ୍ଚ ବୃତ୍ତି କରି ସେ ନିଜର ପେଟ ପୋଷୁଥିଲେ। ଏଠି କହି ରଖୁଛି ଉଚ୍ଚ ବୃତ୍ତିର ଅର୍ଥ ହେଲା ବଜାର ଉଠିଗଲା ପରେ କିମ୍ବା ଶସ୍ୟ କଟା ହେଇଗଲା ପରେ ଯେଉଁ ବିଲରେ ପଡ଼ିକି ରହିଥାଏ ଶସ୍ୟ କିମ୍ବା ବଜାରରେ ଯେଉଁ ପଡ଼ିକି ରହିଥାଏ ଶସ୍ୟ ତାକୁ ସଂଗ୍ରହ କରି ସେ ନିଜ ଓ ନିଜ ପରିବାରର ପ୍ରତିପୋଷଣ କରୁଥିଲେ। ଏହାକୁ ଉଚ୍ଚ ବୃତ୍ତି କୁହାଯାଏ। ଏହା ହେଉଛି ସର୍ବୋଚ୍ଚ ବୃତ୍ତି। ସନାତନ ସଂସ୍କୃତିରେ ଉଚ୍ଚ ବୃତ୍ତି କରି ବଞ୍ଚୁଥିବା ଜୀବନ ସେ ପରମ ପାବନମୟ। ପ୍ରତ୍ୟେକ 15 ଦିନରେ ଆହାର ଗ୍ରହଣ କରୁଥିଲେ, ଥରେ ଅମାବାସ୍ୟା ଦିନ ଏବଂ ଥରେ ପୂର୍ଣ୍ଣିମା ଦିନ। ପ୍ରତ୍ୟେକ 15 ଦିନରେ ସେ ଏକ ବ୍ରତ କରୁଥିଲେ ଏବଂ ପ୍ରତ୍ୟେକ 15 ଦିନ ସମାପ୍ତ ହେଲା ପରେ ସେ ଏକ ଯଜ୍ଞ କରୁଥିଲେ, ଯେଉଁ ଯଜ୍ଞରେ ସ୍ୱୟଂ ଦେବତାମାନେ ଆସି ଆହୁତି ଗ୍ରହଣ କରୁଥିଲେ। ଏପରି ସେ ତାଙ୍କର ଧର୍ମପୂର୍ବକ ନିଜ ଜୀବନ ନିର୍ବାହ କରୁଥିଲେ। ତାଙ୍କର ଖ୍ୟାତି ଚାରିଆଡ଼େ ଖେଳି ଯାଇଥିଲା। ଏହି ଖ୍ୟାତି ଖେଳିବା ଫଳରେ ମହର୍ଷି ଦୁର୍ବାସା ଯିଏକି ରୁଦ୍ରଙ୍କ ଦ୍ୱାଦଶ ଅବତାର ସେ ମହର୍ଷି ମୁଦଗଲଙ୍କର ପରୀକ୍ଷା ନେବା ପାଇଁ ଚିନ୍ତା କଲେ। ମହର୍ଷି ଦୁର୍ବାସା ହଠାତ୍ ମୁଦଗଲଙ୍କ ନିକଟକୁ ଆସିଲେ। ଏକ ଭିକ୍ଷୁ ପାଗଳ ବେଶ ହୋଇକି ସେ ଆସିଲେ। ଯଜ୍ଞ ସରିଥାଏ,
ସେହି ସମୟରେ ମହର୍ଷି ଦୁର୍ବାସା ପହଞ୍ଚି ଯାଇଛନ୍ତି ମହର୍ଷି ମୁଦ୍ଗଲଙ୍କ ପାଖରେ। ପାଗଳ ବେଶରେ ପହଞ୍ଚି ଯାଇଛନ୍ତି। ତେଣୁକରି ମହର୍ଷି ଦୁର୍ବାସାଙ୍କୁ ଚିହ୍ନିବାର କୌଣସି ଅବକାଶ ନାହିଁ। ମହର୍ଷି ଦୁର୍ବାସା ନାନାଦି ଅପଶବ୍ଦ ବ୍ୟବହାର କରୁଥାନ୍ତି, ପାଗଳ ଭଳି ବ୍ୟବହାର କରୁଥାନ୍ତି। ତଥାପି ମଧ୍ୟ ସ୍ନେହପୂର୍ବକ ମହର୍ଷି ମୁଦ୍ଗଲ ତାଙ୍କୁ ଆଣିକି ପାଖରେ ବସାଇଲେ ଏବଂ ନିଜ ପାଇଁ ରଖା ହେଇଥିବା ଅନ୍ନ ତାଙ୍କୁ ପରଷି ଦେଲେ। ତାକୁ ଗ୍ରହଣ କରି ଆହୁରି ଖାଦ୍ୟ ଦରକାର ବୋଲି ମହର୍ଷି ଦୁର୍ବାସା କହିଲେ ଏବଂ ତାଙ୍କ ଘରେ ଯାହା ବି ଅନ୍ନ ଥିଲା ସେ ମହର୍ଷି ମୁଦ୍ଗଲ ଦୁର୍ବାସାଙ୍କୁ ପ୍ରଦାନ କଲେ। ନିଜେ ସନ୍ତୃପ୍ତ ମନରେ ଦୁର୍ବାସାଙ୍କୁ ପ୍ରଦାନ କଲେ। ଦୁର୍ବାସା ଅପଶବ୍ଦ ପ୍ରୟୋଗ କରି ଚାଲିଥାନ୍ତି। ବର୍ତ୍ତମାନ ଦୁର୍ବାସା ତାଙ୍କ ଘରେ ଥିବା ସମସ୍ତ ଅନ୍ନ ଗ୍ରହଣ କରି ସେ ପୁଣି ପଳେଇଲେ। ଏହି ସମୟରେ ତାଙ୍କ ଘରର ସମସ୍ତ ଅନ୍ନ ସମାପ୍ତି ଘଟିଲା ଓ ଅମାବାସ୍ୟା ସମ୍ପୂର୍ଣ୍ଣ ହୋଇଗଲା। ଅମାବାସ୍ୟା ଯେହେତୁ ସମ୍ପୂର୍ଣ୍ଣ ହେଲା, ମହର୍ଷି ମୁଦ୍ଗଲ ଆଉ ଅନ୍ନ ଗ୍ରହଣ କରିପାରିଲେ ନାହିଁ। ଏପରି ବାରମ୍ବାର ମହର୍ଷି ଦୁର୍ବାସା ମହର୍ଷି ମୁଦ୍ଗଲଙ୍କ ନିକଟକୁ ଆସିଲେ। ଆସନ୍ତି ମାତ୍ର ମହର୍ଷି ମୁଦ୍ଗଲଙ୍କ ମନରେ କେବେ ବି ତାଙ୍କ ପ୍ରତି କ୍ଷୋଭ ନଥାଏ। ମହର୍ଷି ଦୁର୍ବାସା ହୃଦୟଙ୍ଗମ କରିଛନ୍ତି ଯେ ମୁଦ୍ଗଲ ହେଉଛନ୍ତି ପରମ ଧର୍ମୀ। ସେ ପରମ ସତ୍ୟକୁ ଉପଲବ୍ଧି କରିସାରିଛନ୍ତି। କାଳ ବିଳମ୍ବ ନ କରି ସେ ତାଙ୍କ ରୂପ ପ୍ରକଟିତ କରିଛନ୍ତି ଏବଂ ମହର୍ଷି ମୁଦ୍ଗଲଙ୍କୁ ସେ ଆଶୀର୍ବାଦ ଦେଇଛନ୍ତି, ତମେ ସ୍ୱଶରୀରରେ ସ୍ୱର୍ଗକୁ ଯିବ। ମହର୍ଷି ଦୁର୍ବାସା ହେଉଛନ୍ତି ଦ୍ୱାଦଶ ରୁଦ୍ରାବତାର। ତାଙ୍କ ବାକ୍ୟ ମିଥ୍ୟା ବା ହୁଅନ୍ତା କିପରି? ସଙ୍ଗେ ସଙ୍ଗେ ଦେବଲୋକରୁ ରଥ ନେଇ ଦେବଦୂତ ଆସିଛନ୍ତି ମୁଦ୍ଗଲଙ୍କୁ ସ୍ୱର୍ଗକୁ ନେବା ପାଇଁ। ମୁଦ୍ଗଲ ସେଇଠି ପ୍ରଶ୍ନ କରିଛନ୍ତି, ହେ ଦେବଦୂତ, ମୋତେ ତୁମେ ସ୍ୱର୍ଗ ନେବା ପାଇଁ ଆସିଛ, ମାତ୍ର ମୋତେ ସ୍ୱର୍ଗ ନେବା ପୂର୍ବରୁ ମୋତେ ମୋ ନିକଟରେ ପ୍ରକାଶ କର ସ୍ୱର୍ଗର କେଉଁ ଗୁଣ ଗୁଡ଼ିକ ଭଲ ଓ କେଉଁ ଗୁଣ ଗୁଡ଼ିକ ମନ୍ଦ। ଏଠି ଆମର ଧ୍ୟାନ ଦେବା ଉଚିତ ଯେ ଆମ ଜ୍ଞାନ ପରମ୍ପରାରେ ଆମ ଆଗରେ ଯଦି ସ୍ୱର୍ଗ ବି ଉପସ୍ଥିତ ହେଉଛି, ତେବେ ଆମେ ଚିନ୍ତା କରିବା ଦରକାର ଯେ ଏହା ମୋ ପାଇଁ ଉଚିତ କି ନୁହେଁ। ଠିକ୍ ସେହିପରି ମହର୍ଷି ମୁଦ୍ଗଲ ତାଙ୍କ ଦେବଦୂତଙ୍କୁ ପଚାରିଛନ୍ତି ଯେ ସ୍ୱର୍ଗର ଭଲ ମନ୍ଦ ମୋତେ କୁହନ୍ତୁ। ତ ଦେବଦୂତ ହସି ଉତ୍ତର ଦେଇଛନ୍ତି, ମହର୍ଷି, ସ୍ୱର୍ଗରେ କୌଣସି ଭୋଗର ଅନ୍ତ ନଥାଏ। ସେ ଭୋଗ ପାଇଁ କୌଣସି କର୍ମ କରିବାକୁ ପଡ଼େ ନା। ସ୍ୱର୍ଗରେ ଗୋଟେ ଫୁଲମାଳ ଥାଏ ଯେଉଁଠିକି କେବେ ମଉଳେ ନାହିଁ। ସ୍ୱର୍ଗରେ ଚିର ଯୌବନ ରହେ। ସ୍ୱର୍ଗରେ ସବୁବେଳେ ତୁମ ମୁଖ ପ୍ରସ୍ଫୁଟିତ ରହିବ। କୌଣସି ପ୍ରକାର ଭୋଗ ତୁମେ ସବୁବେଳେ ପ୍ରାପ୍ତ କରୁଥିବ। ଯେହେତୁ ତୁମେ ସ୍ୱର୍ଗର ମନ୍ଦ ମଧ୍ୟ ପଚାରିଛ, ମୁଁ କହୁଛି, ଯେତେବେଳେ ତୁମର ପୁଣ୍ୟ ପ୍ରଭାବ ସରିଯାଏ ସେତେବେଳେ ତୁମ ଗଳାରେ ଥିବା ମାଳଟି ଶୁଖି ଶୁଖିଯାଏ। ସେ ମାଳଟି ଶୁଖିବା କ୍ରମଶଃ ଦେବତାମାନେ ତୁମ ସହିତ ବାର୍ତ୍ତାଳାପ ବନ୍ଦ କରିଦିଅନ୍ତି ଏବଂ ଯେତେବେଳେ ତୁମର ପୁଣ୍ୟ ପ୍ରଭାବ ସରିଯାଏ ସେତେବେଳେ ତୁମେ ପୁଣି ଥରେ ପୃଥିବୀକି ବିକ୍ଷେପିତ ହୋଇଯାଅ। କୌଣସି ଏକ ଯୋନିରେ ଜନ୍ମ ନିଅ। ଯଦି ପୁଣି ଭଲ କର୍ମ କଲ, ପୁଣି ସ୍ୱର୍ଗକୁ ଯିବାର ସମ୍ଭାବନା ଥାଏ। ପୁଣି ଯଦି ଖରାପ କର୍ମ କଲେ ତେବେ ପୁଣି ଅଧପତନ ହୋଇ କୌଣସି ଯୋନିରେ ଜନ୍ମ ନେବାର ସମ୍ଭାବନା ଥାଏ। ତ ସ୍ୱର୍ଗର ସୁଖ ଚିରସ୍ଥାୟୀ ନୁହେଁ। ଏହା ଶୁଣିବା ମାତ୍ରେ ମହର୍ଷି ମୁଦ୍ଗଲ ସେଇ ପ୍ରଶ୍ନ ପଚାରିଛନ୍ତି, ଯଦି ସ୍ୱର୍ଗର ସୁଖ ଚିର ଆନନ୍ଦମୟୀ ନୁହେଁ, ଯଦି ସ୍ୱର୍ଗର ସୁଖ ଚିରସ୍ଥାୟୀ ନୁହେଁ, ତେବେ ସ୍ୱର୍ଗ ପ୍ରାପ୍ତ କରି ଲାଭ କ'ଣ? ମୁଁ କ'ଣ ସଂସାରର ସମସ୍ତ ଭୋଗ ତ୍ୟାଗ କରିଛି କେବଳ ସ୍ୱର୍ଗର ଭୋଗ ପାଇଁ? କେବଳ ଭୋଗ ତ୍ୟାଗ କରି ଭୋଗ ପ୍ରାପ୍ତି କଲେ ସେଥିରେ ଜୀବନର ତପସ୍ୟାର ମୂଲ୍ୟ କ'ଣ? ଧରି ନିଅନ୍ତୁ, ଯଦି ଆମର ଏଇ ପୃଥିବୀରେ ଜଣେ ମଦ ପିଉନାହାନ୍ତି, ସେ ପୁଣ୍ୟ କର୍ମ କରୁଛନ୍ତି କ'ଣ ସ୍ୱର୍ଗରେ ମଦ ପିଇବା ପାଇଁ? ତ ଯେଉଁ ଭୋଗ ଆମେ ଏଠି ପରିତ୍ୟାଗ କରୁଛେ ସେଇ ଭୋଗ ପ୍ରାପ୍ତି ପାଇଁ ଆମେ ସ୍ୱର୍ଗ ଆଶା କିପରି କରିବା? ଯଦି ସ୍ୱର୍ଗର ସୁଖ ଚିରସ୍ଥାୟୀ ନୁହେଁ, ତା ଆଶା କରିବା ଭୁଲ। ଏହା କହିଛନ୍ତି ମହର୍ଷି ମୁଦ୍ଗଲ। ସେ କହିଛନ୍ତି, ହେ ଦେବଦୂତ, ମୋତେ ସ୍ୱର୍ଗର ସୁଖ ଯଦି ଚିରସ୍ଥାୟୀ ନୁହେଁ, ମୁଁ କ'ଣ କଲେ ଚିରସ୍ଥାୟୀ ଆନନ୍ଦ ପ୍ରାପ୍ତ ହେବି? ଦେବଦୂତ ଉତ୍ତର ଦେଇଛନ୍ତି, ଚିରସ୍ଥାୟୀ ଆନନ୍ଦ କେବଳ ସେହି ପରମ ବ୍ରହ୍ମଙ୍କ ଚରଣରେ ଅଛି। ତମେ ତମ ମନ, ଚିତ୍ତ, ଲୟ ସବୁ ପରମ ଶ୍ରୀଚରଣରେ ସମର୍ପିତ କର। ତୁମେ ତପ କର, ଶ୍ରୀଚରଣ
ରଣୁ ପ୍ରାପ୍ତ ପାଇ ପୁଣ୍ୟ ଓ ପାପ ପ୍ରଭାବରୁ ଉପରକୁ ଉଠି ଶ୍ରୀଚରଣର ପ୍ରାପ୍ତ ହେବ ସେତେବେଳେ ତୁମେ ପରମାନନ୍ଦ ପ୍ରାପ୍ତ ହେବ। ପରମାତ୍ମାଙ୍କ ସହ ମିଳନ ପରେ ଜନ୍ମ ମୃତ୍ୟୁର ଭୂମିକା ନଥାଏ। ପରମାନନ୍ଦ ପ୍ରାପ୍ତି ହୁଏ ଯେଉଁ ଆନନ୍ଦର ଅନ୍ତ ନାହିଁ। ସେହି ଆନନ୍ଦ କନ୍ଦ ରାଶିଙ୍କ ଚରଣରେ ନିଜକୁ ସମର୍ପଣ କରି ନିଜେ ଅପବାନ ହୋଇ ସେ ପରମାନନ୍ଦ ପ୍ରାପ୍ତି କରିବା ହେଉଛି ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ। ଆନନ୍ଦ ପ୍ରାପ୍ତି କରିବା ହେଉଛି ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ। ଏଠି ଆମେ ଜାଣୁଛେ ଯେ ତ୍ୟାଗର ପରାକାଷ୍ଠା କ'ଣ। ଯଦି ମହର୍ଷି ମୁଦ୍ଗଲ ସ୍ୱର୍ଗର ଲୋଭନୀୟତାକୁ ଗ୍ରହଣ କରି ନେଇଥାନ୍ତେ ତେବେ ହୁଏତ ପରମାନନ୍ଦ ପ୍ରାପ୍ତ କରିପାରିନଥାନ୍ତେ। ପରବର୍ତ୍ତୀ ସମୟରେ ମହର୍ଷି ମୁଦ୍ଗଲଙ୍କୁ ବ୍ରହ୍ମପ୍ରାପ୍ତି ହୋଇଛି। ଏ କାହାଣୀ ମହର୍ଷି ମୁଦ୍ଗଲଙ୍କର ପରମ ପାବନ ଚରିତ୍ର ଆମମାନଙ୍କର ସଂସାର ପଥରେ ଦିଗ୍ଦର୍ଶକ ସାଜୁ। ଏତିକି କହି ବ୍ୟାସଦେବ ଯୁଧିଷ୍ଠିରଙ୍କୁ କହୁଛନ୍ତି, ମହର୍ଷି ମୁଦ୍ଗଲଙ୍କର ଚରିତ୍ରରୁ ପୁତ୍ର ତମେ ଶିକ୍ଷା କର। ଜୀବନର ସୁଖ ଦୁଃଖ କେବଳ ବନ୍ଧନ ମାତ୍ର। ସୁଖର ଅନ୍ତ ଅଛି, ଦୁଃଖର ଅନ୍ତ ଅଛି, ମାତ୍ର ସେହି ପରମ ପଦ ପରମ ସୁଖ ପ୍ରାପ୍ତ କରିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ, ଯାହାକି ତୁମେ କର। ଏପରି ଅଭୟବାଣୀ ପରେ ଶୋକସନ୍ତପ୍ତ ଅବସ୍ଥାରୁ ମହାରାଜ ଯୁଧିଷ୍ଠିର ବାହାରିଛନ୍ତି। ଏଇଠି ଆମ ଆଜିକାର କାହାଣୀ ସମାପ୍ତ ହେଉଛି। କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଭଲ ଲାଗିଲା ଲାଇକ୍, ସେୟାର ଓ କମେଣ୍ଟ କରିବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ନମସ୍କାର।